ସବୁଠାରୁ ବଡ଼ କଥା ହେଉଛି ଅନେକଙ୍କ ମନରେ ପ୍ରଶ୍ନ ଉଠେ, ଆମେ ଉପବାସ କରୁଛୁ ମାତ୍ର ଉପବାସର ଫଳ ସତରେ କ'ଣ ଆମକୁ ମିଳିଥାଏ? କ'ଣ କଲେ ଆମକୁ ଉପବାସର ଫଳ ମିଳିବ? ତାହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା। କାରଣ ଆମେମାନେ ବ୍ରତ ରଖୁଛେ, ଓଷା କରୁଛେ, ପୂଜାବିଧି ସବୁକୁ ଅନୁସରଣ କରୁଛେ, ଉପବାସ କରୁଛେ, ତାହେଲେ ଉପବାସର ଫଳ ସତରେ କ'ଣ ମିଳିଥାଏ? ଦେଖନ୍ତୁ ଦର୍ଶକ ବନ୍ଧୁ, ଉପବାସର ଫଳ ମିଳିବାର ଦୁଇଟି ଭାବରେ ଆମକୁ ତାହାର ଫଳ ମିଳିଥାଏ। ଗୋଟିଏ ହେଉଛି ଆମେ ଉପବାସ ରଖିବା ଦ୍ୱାରା ସାଧାରଣତଃ ଆଜିକାଲି ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଉଛନ୍ତି ଯେ ସପ୍ତାହରେ ନିହାତି ଭାବରେ ଗୋଟିଏ ଦିନ ଉପବାସ ବା ଅଳ୍ପ କିଛି ଖାଦ୍ୟ ଗ୍ରହଣ କରିବା ପାଇଁ। ଶାରୀରିକ ସ୍ତରରେ ଆମର ଯେଉଁ ବାୟୋଲୋଜିକାଲ ସିଷ୍ଟମ୍ ରହିଛି, ଶାରୀରିକ ବ୍ୟବସ୍ଥା ରହିଛି, ତାହାକୁ ତ୍ୱରାନ୍ୱିତ କରିଥାଏ ଯଦି ଆପଣମାନେ ସପ୍ତାହରେ ଗୋଟିଏ ଦିନ ଉପବାସ ରହୁଛନ୍ତି ବା ଗୋଟିଏ ମାସକରେ ପାଖାପାଖି 2-3 ଦିନ ଉପବାସ ରହୁଛନ୍ତି, ତାହା ଆମର ଶାରୀରିକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଥାଏ। ତେବେ ଏଇଠି ପ୍ରଶ୍ନ ଉଠେ ଯେ କେବଳ ଆମେ ଜଳ ଗ୍ରହଣ କରିବା ବା ଗ୍ରହଣ କରିବା ନାହିଁ ବା କ'ଣ କରି ଉପବାସ କରିବା? ଆମେ ଯଦି ଶାରୀରିକ ସ୍ତରକୁ ଚିନ୍ତା କରି ଉପବାସ ରଖିବା ତାହେଲେ ନିଶ୍ଚିତ ଭାବରେ ଜଳକୁ ଗ୍ରହଣ କରିବା, କ୍ଷୀରକୁ ଗ୍ରହଣ କରିବା, ଫଳମୂଳ ଗ୍ରହଣ କରିବା, କିଛି ନିହାତି ସାଦା ସିଧା ସହଜ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରି ଆମେମାନେ ଉପବାସ ପାଳନ କରିବା, ଯଦ୍ୱାରା କି ଶରୀରରେ ଜଳର ଅଭାବ ହେବ ନାହିଁ, ଶରୀରରେ ଡିହାଇଡ୍ରେସନ୍ ହେବ ନାହିଁ ଏବଂ ଶାରୀରିକ ପ୍ରକ୍ରିୟାକୁ, ଆମର ହଜମ ପ୍ରକ୍ରିୟାକୁ ତାହା ତ୍ୱରାନ୍ୱିତ କରିବ ଏବଂ ତାହା ମଧ୍ୟ ଆମର ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ସେଥିପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ମଝିରେ ମଝିରେ ଅନେକ ସମୟରେ ଉପବାସ ରଖିବା ପାଇଁ, କିନ୍ତୁ କେବେ ବି ପୁରା ଖାଲି ପେଟ ରଖିବେ ନାହିଁ। ଏବଂ ଆଧ୍ୟାତ୍ମିକ ବିଶ୍ୱାସ ସ୍ତରକୁ ଯଦି ଆମେ ଯିବା, ଯାହା ଯାହା ଆମର ଶାସ୍ତ୍ରୀୟ ବିଧି ରହିଛି ତାହା ମଧ୍ୟ ଅନେକ ଅଂଶରେ ବୈଜ୍ଞାନିକ କାରଣକୁ ଭିତ୍ତି କରିକି କରାଯାଇଛି ଯେ ଯଦି ଆମେ ଉପବାସ ରଖିବା ତାହା ଆମର ଶାରୀରିକ ପ୍ରକ୍ରିୟାକୁ ଦୃଢ଼ କରିବା ସହିତ ଆମର ମନକୁ ନିର୍ମଳ କରିବ, ଆମର ହୃଦୟକୁ ନିର୍ମଳ କରିବ। ସାଧାରଣତଃ ଖାଦ୍ୟ ଆମର ମାନସିକ ଚିନ୍ତା ଚେତନାକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ। ଆମେମାନେ ଯେଉଁ ପ୍ରକାର ଖାଦ୍ୟ ଖାଇଥାଉ ସେହି ପ୍ରକାର ଭାବନା ଆମର ଶରୀରରେ, ଆମର ମସ୍ତିଷ୍କରେ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଯେପରି ଭାବରେ ଆପଣମାନେ ଜାଣିଥିବେ ସତ୍ତ୍ୱ, ରଜ, ତମ 3 ପ୍ରକାର ଗୁଣର କଥା ରହିଛି ଆମ ଶାସ୍ତ୍ରମାନଙ୍କରେ। ଯେଉଁମାନେ ସାତ୍ତ୍ୱିକ ଭୋଜନ ଗ୍ରହଣ କରନ୍ତି ସେମାନଙ୍କର ସତ୍ତ୍ୱ ଭାବର ସ୍ତର ଅଧିକ ମାତ୍ରାରେ ଥାଏ। ଯେଉଁମାନେ ରାଜସିକ ଖାଦ୍ୟ ଗ୍ରହଣ କରନ୍ତି ସେମାନଙ୍କର ରଜ ଗୁଣ ଅଧିକ ଥାଏ ଏବଂ ଯେଉଁମାନେ ତାମସିକ ଖାଦ୍ୟ ଗ୍ରହଣ କରନ୍ତି ଯେପରିକି ଆମିଷ ଜାତୀୟ ଦ୍ରବ୍ୟ, ସେମାନଙ୍କ ମସ୍ତିଷ୍କରେ ବା ସେମାନଙ୍କର ମାନସ ଅବସ୍ଥାରେ ତାମସିକ ଗୁଣ ବିଶେଷ ଭାବରେ ରହିଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଏଇ ସବୁଥିରୁ ଊର୍ଦ୍ଧ୍ୱ କଥା ହେଉଛି ନିଜର ମନ ହୃଦୟକୁ ଆପଣମାନେ କିପରି ଭାବରେ ପବିତ୍ର କରିବେ, ନିର୍ମଳ କରିବେ। କାରଣ ଖାଦ୍ୟ ଗ୍ରହଣ କରିବା ଗୋଟିଏ ପ୍ରକାର କଥା ଏବଂ ଖାଦ୍ୟକୁ ଗ୍ରହଣ କରି ଯଦି ଆପଣମାନେ ନିଜର ମନକୁ, ପ୍ରାଣକୁ, ହୃଦୟକୁ, ଚିତ୍ତକୁ, ଚିନ୍ତା ଚେତନାର ସ୍ତରକୁ ସ୍ଥିର କରିପାରୁଛନ୍ତି, ପରଂବ୍ରହ୍ମଙ୍କ ପାଖରେ ଆପଣଙ୍କର ସମର୍ପିତ ଭାବ ରହୁଛି, ଆପଣମାନେ ନିଜ ହୃଦୟକୁ ନିର୍ମଳ କରିପାରୁଛନ୍ତି, ମନକୁ ନିର୍ମଳ କରିପାରୁଛନ୍ତି, ତେବେ ଖାଦ୍ୟ ସହିତ ତାର ବିଶେଷ କିଛି ସମ୍ପର୍କ ରହିନଥାଏ। ମାତ୍ର ସାଧାରଣ ଭାବରେ ଖାଦ୍ୟ ସହିତ ଶରୀର ଏବଂ ମାନସିକ ଅବସ୍ଥା ତାହାକୁ ପ୍ରଭାବିତ କରିଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଉପବାସ କାହିଁକି ତାର ଫଳ ମିଳେ ବା ମିଳେ ନାହିଁ, ଯଦି ସେ ପ୍ରସଙ୍ଗରେ ଆମେ ଆଲୋଚନା କରିବା, ଆମେମାନେ ଦେଖୁଥାଏ ଅଧିକାଂଶ ବ୍ୟକ୍ତି ପୂଜା କରନ୍ତି, ଓଷା କରନ୍ତି, ବ୍ରତ କରନ୍ତି, ଉପବାସ ରଖନ୍ତି, ମାତ୍ର ଗୋଟିଏ ବିଧି ରହିଛି ବୋଲି କେବଳ ଜବରଦସ୍ତି ଭାବରେ ତାହାକୁ ପାଳନ କରନ୍ତି। ଯଦି ଆପଣମାନେ ଉପବାସ ରଖୁଛନ୍ତି, ଆପଣ ଜଳ ଗ୍ରହଣ କରନ୍ତୁ ବା ଗ୍ରହଣ ନ କରନ୍ତୁ, ବା ଫଳ ଗ୍ରହଣ କରନ୍ତୁ ବା ଗ୍ରହଣ ନ କରନ୍ତୁ, ବା ସାତ୍ତ୍ୱିକ ଭୋଜନ ଗ୍ରହଣ କରିକି ବି ଉପବାସ ଗ୍ରହଣ କରନ୍ତୁ, ଉପବାସର ପ୍ରଥମ ଏବଂ ଚରମ ଲକ୍ଷ୍ୟ ହେଉଛି କ'ଣ ନା ସେହି ଦିନ ଯେଉଁଦିନ ଆପଣମାନେ ଉପବାସ ପାଳନ କରୁଛନ୍ତି ସେହି ଦିନ ନିଜର ମସ୍ତିଷ୍କ, ନିଜର ମନ, ନିଜର ହୃଦୟ, ନିଜର ପ୍ରାଣ, ନିଜର ଚିନ୍ତା ଚେତନାର ଶକ୍ତିକୁ କେନ୍ଦ୍ରୀଭୂତ କରି ଅର୍ଥାତ୍ ଏକଜୁଟ କରି, ମଜବୁତ କରି, ଦୃଢ଼ କରି ନିଜର ନିର୍ମଳ ମନ ହୃଦୟରେ ପରଂବ୍ରହ୍ମ ପରମାତ୍ମା ଯାହାଙ୍କ ଉଦ୍ଦେଶ୍ୟରେ ବା ଯାହାଙ୍କର ବିବିଧ ଦେବଦେବୀଙ୍କ ସ୍ୱରୂପରେ ଆମେ ଯାହାଙ୍କୁ ପୂଜା କରୁଛେ ତାଙ୍କ ଉଦ୍ଦେଶ୍ୟରେ ନିଜର ଭାବନାର ସ୍ତରକୁ, ନିଜର ଆଧ୍ୟାତ୍ମିକ ଚିନ୍ତା ଶକ୍ତିର ସ୍ତରକୁ କେନ୍ଦ୍ରୀଭୂତ କରି ତାଙ୍କ ପାଖରେ ନିଜକୁ ସମର୍ପିତ କରିବା। ସେଥିପାଇଁ ଉପବାସ ପ୍ରକୃତରେ ରଖାଯାଇଥାଏ। ଉପବାସର ଲକ୍ଷ୍ୟ ହେଉଛି ସେୟା। କାହିଁକି ନା ଯଦି ଆମେ ଆମର ମନକୁ ସ୍ଥିର କରିବା, ଯଦି ଆମର ହୃଦୟକୁ ନିର୍ମଳ କରିବା, ସ୍ୱଚ୍ଛ ମନ ଏବଂ ସ୍ୱଚ୍ଛ ନିର୍ମଳ ହୃଦୟରେ ହିଁ ପରମାତ୍ମା ବାସ କରିଥାନ୍ତି। ଏବଂ ଯାହାଙ୍କ ଉଦ୍ଦେଶ୍ୟରେ ଆମେ ଉପବାସ ରଖୁଛେ, ଯଦି ତାଙ୍କଠାରେ ଆମେ ସେହି ଦିନମାନଙ୍କରେ ନିଜର ମନକୁ କେନ୍ଦ୍ରୀଭୂତ କରିବା, ତାହେଲେ ହିଁ ସେଇଠାରୁ ଯେଉଁ ଶକ୍ତି ଆସିବ ତରଙ୍ଗ ଭାବରେ ପ୍ରତିଫଳିତ ହୋଇ ଆସିବ। ଯେହେତୁ ଆମର ମନ ନିର୍ମଳ ଥିବ, ହୃଦୟ ନିର୍ମଳ ଥିବ, ଆମେ ସ୍ୱଚ୍ଛ ଥିବା, ବାହ୍ୟ ଭାବରେ ସ୍ୱଚ୍ଛ ଥିବା, ଉପବାସ ପାଳନ କରୁଥିବା ଏବଂ ଅନ୍ତଃ ଭାବରେ ମଧ୍ୟ ସ୍ୱଚ୍ଛ ଥିବା, ତାହେଲେ ସେଇ ଯେଉଁ
आध्यात्मिक शक्ति देवी बा देवतांक ठारू आसीबो ताहा भल भाबरे आमर स्वच्छ मन स्वच्छ हृदय प्रतिफलित हेबो एवं सही आध्यात्मिक तरंग को आमे जेतेबेले ग्रहण करिबा आम भितरे आम मध्यरे गोटे अद्भुतपूर्ण संतोष भाव आसीबा सहित आमको आध्यात्मिक श्रृंखला रे ताहा बांधी रखिबो एवं देवी बा देवतांकर कृपा रेणु से आध्यात्मिक तरंग माध्यम रे आमे माने पूर्ण रूप रे पुण्य भाव से पुण्य फल को आम प्राप्त हो पारिबा। यह ही उपवासर प्रकृत लक्ष्य। एवं महाशिवरात्रि व्रत जेहेतु आगक आसूची जदि महाशिवरात्रि व्रत कथा आम आलोचना करवा शास्त्र रे जहाँ कहुई जे एही दिन विशेष भाव में 4टी कथा प्रयोजनीय। प्रथम कौन ना संकल्प पर उपवास आपण करेंगे। उपवास महादेव पूजा जागरण निशी शिवरात्रि कर्तव्य जो शिवरात्रि कर्तव्य महाशिवरात्रि गोटे हूँ महादेवंकर पूजा गोटे हूँ उपवास गोटे निशी जागरण तत्सहित जागर दीपर प्रज्वलन रात्र जागर रही जागर दीपर प्रज्वलन करने से शिव शंभु शंकर को स्मरण करने महाशिवरात्रि व्रत पालन ये 4टी हूँ विशेष अंग। मात्र जदि गोटे विधि रही आम मैंने पालन करवा आम मन मध्य कौन आंतरिक भाव न समर्पण भाव नाम विविध प्रकार कलुषित भावना निजक निमज्जित करवा तेबे केवल उपवास कहीं कौन प्रकार पूजा विधि विधान फल आमको केवे भी मिल ना कारण स्वच्छ हृदय परमात्मा कृपा प्रतिफलित हो जेपरी भाव में स्वच्छ दर्पण में आलोक प्रतिफलित होता है। तेणु आपण मैंने जितेबले जो दिन जो समय भी उपवास पालन करुछंती सदा सर्वदा निजको निर्मल करंतु निजर निर्मल मन रे परमात्मा को बसाइबा को चेष्टा करंतु निश्चित भाव में आपण कथा शुणवे आपण उपवास निश्चित भाव में पूर्ण फल आपण को प्राप्त कराइबो। एवं उपवास दिन मानक जदि कौन प्रकार परनिंदा परचर्चा विविध प्रकार कलुषित भावना आपणकर मन रहिबो ताहले केबे भी सही पूजा उपवास ओसार फल मिलिबो नाही। आशा करुछि उपवास आम कहीं करवा उपवास जरूरी कि नुहे तार नियम कौन एवं उपवासर फल पूर्ण रूप से आमको किपरि भाव में प्राप्त हो से संपर्क में आपण जानीपारे। आसुची पवित्र महाशिवरात्रि अवसर में आपण मानक हार्दिक हार्दिक अभिनंदन। ओम श्री श्री अर्धनारीश्वराय नमः। ओम नमः शिवाय।